ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଖେଳାଯିବ 2ଟି ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁରୁମି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୋଲ୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଏବଂ ଚୀନ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଚୀନର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ମସିହା ପରଠାରୁ ଚୀନରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1ରୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟ ସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117ଟି ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି, ଆଲିପୁରଦ୍ୱାର, କାଲିମ୍ପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ଯାତାୟାତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ, ଉଗାଣ୍ଡାରେ ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି, ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟୀକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଏବଂ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଂସ୍ଥା 2014 ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ପଞ୍ଜାବର କପୁରଥାଲା ଜେଲ୍ର ଏକ ବାରାକ୍ରେ ଗତକାଲି ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି। କଏଦୀ ଏବଂ ବିଚାରାଧୀନ କଏଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଜେଲ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀ ଅଧିକ ସୁରକ୍ଷାକର୍ମୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଜେଲ୍ ଭିତରେ ଏବଂ ପରିସର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ସହ ଆଲୋଚନା କାଳରେ ଜଳନ୍ଧର ରେଞ୍ଜ ଡିଆଇଜି ନବୀନ ସିଂଗଲା କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଇପିଏଲ୍ କ୍ରିକେଟରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30ଟାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30ଟାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125ତମ ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବରେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ 1 ନମ୍ବର ଟେନିସ୍ ତାରକା ଜାନିକ୍ ସିନର, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡାର ଜେଭରେଭ୍ ଏବଂ ଟେଲର ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର 1 ନମ୍ବର ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତର ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ ଭେନସ୍ଙ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲର ମାର୍ସେଲୋ ଡୋମୋଲାଇନରଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଇରାନ ଫୁଟବଲ ସଂଘର ସଭାପତି ମେହଦି ତାଜ କହିଛନ୍ତି। ପ୍ରଥମେ ଆରିଜୋନାର ଟୁକ୍ସନ୍ଠାରେ ଇରାନ ଫୁଟବଲ ଦଳର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ଏହା ମେକ୍ସିକୋର ତିଜୁଆନାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନ ଆମେରିକା ସୀମା ନିକଟବର୍ତ୍ତୀ ହୋଇଥିବାରୁ ଦଳର ଆମେରିକାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଯାତ୍ରା ସହଜ ହୋଇପାରିବ ବୋଲି ସଂଘ ପକ୍ଷରୁ ଗତକାଲି ଜାରି ବିବୃତ୍ତିରେ କୁହାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି। ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଖେଳାଯିବ 2ଟି ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।